ଆପଣ କେବେ ଭାବିଛନ୍ତି ହନୁମାନ ଚାଳିଶା କାହିଁକି 40 ଲାଇନ୍ ଅଟେ? ଏନିଥିଙ୍ଗ ଇନ୍ ଜଷ୍ଟ 40 days ମ୍ୟାନିଫେଷ୍ଟେସନ୍। ବଡ଼ କଥା ହେଲା, ମୁଁ ଆଜି ଆପଣଙ୍କୁ ଏପରି କିଛି ଉଡ଼ା କଥା କହିବି ନାହିଁ। ମୁଁ କହିବି ନାହିଁ ଏହା କର ମ୍ୟାନିଫେଷ୍ଟେସନ୍ ହୋଇଯିବ, ମିରର ସାମ୍ନାରେ ଏହା କହିଦିଅ ମ୍ୟାନିଫେଷ୍ଟେସନ୍ ହୋଇଯିବ। ଆଜି ମୁଁ ମ୍ୟାନିଫେଷ୍ଟେସନ୍ କିପରି କରିବେ, ଯାହା ଚାହିଁବେ ତାହା କିପରି ମିଳିବ ନିଶ୍ଚୟ କହିବି। ଆମର ସଂସ୍କୃତି ଆମର ଧର୍ମରେ ଯାହା ଅଛି ସେ ବିଷୟରେ କହିବି। ସାଇଣ୍ଟିଫିକାଲି ଏକ୍ସପେରିମେଣ୍ଟ ପାଇଁ ଦୁଇଟି ଗଛକୁ ନିଆଯାଉ। ଗୋଟିଏ ଗଛ ସାମ୍ନାରେ ବସି ତାକୁ ବହୁତ ଭଲ କଥା କହିବେ, ଅର୍ଥାତ୍ ପଜିଟିଭ ୱାର୍ଡ଼ କହିବେ। ତାପରେ ଦ୍ୱିତୀୟ ଗଛ ସାମ୍ନାରେ ବସି ତାପରେ ରାଗିବେ, ତାକୁ ଗାଳି ଦେବେ, ଅର୍ଥାତ୍ ନେଗେଟିଭ ୱାର୍ଡ଼ କହିବେ। ତାପରେ ଲକ୍ଷ୍ୟ କରିବେ ଭଲ କଥା ଶୁଣୁଥିବା ଗଛଟି ଭଲ ଭାବରେ ଗ୍ରୋଥ୍ ହୋଇଛି, ଭଲ ହୃଷ୍ଟପୃଷ୍ଟ ହୋଇ ବଢ଼ିଛି। ମାତ୍ର ଗାଳି ଦେଉଥିବା ଗଛର ଗ୍ରୋଥ୍ ହୋଇନାହିଁ, ତାହା ରୁଗ୍ଣ ହୋଇଯାଇଛି। ପିଲାବେଳେ ଦେଖିଥିବେ ନିଶ୍ଚୟ ଏପରି ଗଛ ଯେଉଁଟାକୁ ଲାଜକୁଳି ଗଛ, ତାହାକୁ ଛୁଇଁଲେ ବନ୍ଦ ହୋଇଯାଏ, ଅର୍ଥାତ୍ ସେ ତାକୁ ସୁରକ୍ଷା ଦିଏ। ତେଣୁ ସେହି ଗଛକୁ ଏକ୍ସପେରିମେଣ୍ଟରେ ନିଆଯାଉ। ତାକୁ ପ୍ରଥମେ ସ୍ପର୍ଶ କରନ୍ତୁ, ଦେଖନ୍ତୁ ତାହା ବନ୍ଦ ହୋଇଯାଉଛି। ମାତ୍ର 2 ଦିନ ସେ ଗଛ ସାମ୍ନାରେ ବସନ୍ତୁ, ତା ଆଗରେ ସବୁ ଭଲ କଥା କୁହନ୍ତୁ। ତୃତୀୟ ଦିନ ସେ ବନ୍ଦ ହେବ ନାହିଁ। ସାଇନ୍ସ କହେ ଗଛଲତାର ମେମୋରି ଅଛି। ଯେପରି ମନୁଷ୍ୟ ଜୀବିତ ପ୍ରାଣୀ, ଗଛଲତାର ମଧ୍ୟ ସେପରି ଜୀବନ ଅଛି। ତାର ଚାରିପଟେ ଘଟୁଥିବା ଘଟଣାକୁ ସେ ମନେ ରଖିଦିଏ। ତେଣୁ ତାର ସେହି ମେମୋରି କହେ ଏହା ତୋ ପାଇଁ କ୍ଷତି ଘଟାଇବ ନାହିଁ। ତେଣୁ ତୃତୀୟ ଦିନ ସ୍ପର୍ଶ କଲେ ତାହା ବନ୍ଦ ହୁଏ ନାହିଁ। ସାଇନ୍ସ କହେ ସେ 40 ଦିନ ଯାଏ ଏହାକୁ ମନେ ରଖିପାରିବ, ତାପରେ ସେ ଭୁଲିଯିବା ଆରମ୍ଭ କରିବ। ତେଣୁ 40 ଦିନ ପରେ ତାକୁ ସ୍ପର୍ଶ କଲେ ତାହା ପୁନର୍ବାର ବନ୍ଦ ହୋଇଯିବ। ତେଣୁ ଚିନ୍ତା କର, ଆମର ଧର୍ମ ସଂସ୍କୃତି କହେ ଆମର ଏକ ମଣ୍ଡଳ ବା ସର୍କଲ୍ ଅଛି, ଯାହାକୁ 13 ବର୍ଷ ଯାଏ ମଧ୍ୟ କାର୍ଯ୍ୟ କରିବ। ମଣ୍ଡଳ ଆମର ନ୍ୟୁରୋଲୋଜିକାଲ ପାଟର୍ନ ଉପରେ ପ୍ରଭାବ ପକାଏ। ଯେପରି ବୃକ୍ଷଲତା 40 ଦିନ ପର୍ଯ୍ୟନ୍ତ କିଛି କଥାକୁ ମନେ ରଖିପାରନ୍ତି। ଆପଣ କେବେ ଭାବିଛନ୍ତି ହନୁମାନ ଚାଳିଶା 40 ଲାଇନ୍ କ'ଣ ପାଇଁ ଅଛି? 42-50 ଲାଇନ୍ କାହିଁ ନାହିଁ, କ'ଣ ପାଇଁ? ହନୁମାନ ଚାଳିଶା ପ୍ରାୟ ସମସ୍ତେ ପ୍ରତିଦିନ ପାଠ କରିଥାନ୍ତି। ଯଦି ହନୁମାନ ଚାଳିଶାକୁ ତାନ୍ତ୍ରିକ ୱେରେ ପାଠ କରାଯାଏ ତାହା ଅତ୍ୟନ୍ତ ଖତରନାକ ହୋଇଥାଏ। ହନୁମାନ ଚାଳିଶା ପ୍ରଥମେ ଆପଣ ପ୍ରଭୁ ହନୁମାନଙ୍କୁ ସ୍ମରଣ କରିବେ ଓ କ'ଣ ଉଦ୍ଦେଶ୍ୟ ପାଇଁ କରୁଛନ୍ତି କହିବେ। ତାପରେ ଗୁରୁ ଦୀକ୍ଷାର ଆବଶ୍ୟକତା ଅଛି। ଦୀକ୍ଷା ଦେବା ସମୟରେ କିଛି ମନ୍ତ୍ର ଅଛି। ଏହାପରେ ବ୍ରହ୍ମଚର୍ଯ୍ୟ ପାଳନ କରିବା ଆବଶ୍ୟକ ରହିଛି। ତାପରେ ଯଦି ହନୁମାନ ଚାଳିଶାକୁ 40 ଦିନ ଯାଏ ପାଠ କରାଯିବ, ନିଶ୍ଚୟ ଆପଣଙ୍କର ଉଦ୍ଦେଶ୍ୟ, ଲକ୍ଷ୍ୟ, ସମସ୍ତ ଅଭିଳାଷ ପୂରଣ ହେବ। ମାତ୍ର ଏହା ପାଇଁ କଠୋର ନିୟମ ବ୍ରହ୍ମଚର୍ଯ୍ୟ ପାଳନ କରି ଏହା ପାଠ କରାଯିବା ଉଚିତ। ଯଦି ଆପଣଙ୍କ ଏହା ହେଉଛି ତନ୍ତ୍ର ସାଧନା, ତେଣୁ ହନୁମାନ ଚାଳିଶା 40 ଲାଇନ୍ର ଅଛି। ହନୁମାନ ଚାଳିଶାର କାହାଣୀ ତ ଆପଣ ନିଶ୍ଚୟ ଜାଣିଥିବେ। ଏହା ସତ ନା କ'ଣ ମୁଁ ଜାଣିନି, କାରଣ ମୁଁ ଯେତେବେଳେ ନଥିଲି। ମାତ୍ର କୁହାଯାଏ ଏ ହନୁମାନ ଚାଳିଶାକୁ ତୁଳସୀଦାସ ଲେଖିଥିଲେ। ଯେତେବେଳେ ସମ୍ରାଟ ଆକବରଙ୍କ ଦ୍ୱାରା ତୁଳସୀଦାସ ଜେଲରେ ଥିଲେ, ସେତେବେଳେ ସେ ପ୍ରଭୁ ହନୁମାନଙ୍କୁ ଡକାଇବା ନିମିତ୍ତ ହନୁମାନ ଚାଳିଶା ଲେଖିଥିଲେ। 40 ଲାଇନ୍ର ହନୁମାନ ଚାଳିଶା 40 ଦିନରେ ସରିଥିଲା। ଏହାର ସମାପ୍ତି ପରେ ହନୁମାନ ପ୍ରକଟ ହୋଇଥିଲେ। ଅନେକ ମର୍କଟ ଆସି ଇତସ୍ତତ ଭାବେ ସେଠାରେ ବୁଲିବାକୁ ଲାଗିଲେ, କ୍ଷୟକ୍ଷତି କରିବାକୁ ଲାଗିଲେ। ଫଳରେ ଆକବର ଜାଣିଲେ ଏ ହେଉଛି ରାମ ଭକ୍ତ ପ୍ରଭୁ ହନୁମାନଙ୍କର ଭକ୍ତ। ତେଣୁ ସେ ତାଙ୍କୁ ଛାଡ଼ି ଦେଇଥିଲେ। କାହାଣୀ ଯାହା ବି ହେଉ ଠିକ୍ ତରିକାରେ କୁହାଯାଇଛି, କାରଣ ଏହା ହିଁ ମ୍ୟାନିଫେଷ୍ଟେସନ୍। 40 ଦିନର ପୁରା ଗୋଟେ ରାଉଣ୍ଡ। ଯେତେବେଳେ ତୁଳସୀଦାସ ସ୍ମରଣ କରି ପ୍ରଭୁ ହନୁମାନଙ୍କର ସାହାଯ୍ୟ କାମନା କରିଥିଲେ, ଠିକ୍ ସେତେବେଳେ 40 ଦିନରେ 40 ଲାଇନ୍ର ହନୁମାନ ଚାଳିଶା ଲେଖା ସରିଲା। ସେତେବେଳେ ପ୍ରଭୁ ହନୁମାନଙ୍କର ସାକ୍ଷାତ ଦର୍ଶନ ମିଳିଥିଲା। ଏହା ହିଁ ହନୁମାନ ଚାଳିଶାର 40 ଧାଡ଼ିର କାରଣ ଏହା ହିଁ ମ୍ୟାନିଫେଷ୍ଟେସନ୍। ମୁଁ କହିବାକୁ ଚାହେଁ କିପରି ମ୍ୟାନିଫେଷ୍ଟେସନ୍ କରାଯିବ। ମ୍ୟାନିଫେଷ୍ଟ କରିବା ପୂର୍ବରୁ କୌଣସି ଗୋଟିଏ କଥାକୁ, ଗୋଟିଏ ଲକ୍ଷ୍ୟକୁ, ଗୋଟିଏ ଅଭିଳାଷକୁ ମନ ଭିତରେ ସେଟଲ୍ କରନ୍ତୁ।
ଯେତେବେଳେ ମନ ଭିତରେ ଗୋଟିଏ ଅଭିଳାଷ ବା କାମନା କରୁ ଜାଣିଛନ୍ତି, ମ୍ୟାନିଫେଷ୍ଟେସନ୍ ହେଉଛି ଏକ ଇଚ୍ଛା ବା ବିଚାରକୁ ବାସ୍ତବ ରୂପ ଦେବାର ଏକ ପ୍ରକ୍ରିୟା, ସ୍ୱପ୍ନକୁ ସାକାର କରିବାର ଏକ ମାଧ୍ୟମ। ଯେତେବେଳେ ଆପଣ କୌଣସି ଜିନିଷ ବିଷୟରେ ଗଭୀର ଭାବେ ଚିନ୍ତା କରନ୍ତି, ତାହାକୁ ବାସ୍ତବ ରୂପ ଦେବାର ସମ୍ଭାବନା ବଢ଼ିଯାଏ। କେବଳ ଭାବନ୍ତୁନି, ମନରେ ଆମେ ଭାବି ଚାଲିବା ଏଇ ଜିନିଷଟି ମିଳିଯାଉ, ମାତ୍ର ଏଥିରେ ଏହା ରେଜଲ୍ଟ କିଛି ମିଳିନଥାଏ। ଆପଣଙ୍କ ମନରେ ଚିନ୍ତା କରିବା ସହିତ ଆପଣ ଆପଣଙ୍କର ନିଷ୍ଠା, ବିଶ୍ୱାସ ସବୁ ଏକତ୍ର ଲଗାଇଦେବେ। ଅର୍ଥାତ୍ ସ୍ପଷ୍ଟ ଭାବେ କହିବାକୁ ଗଲେ ସଠିକ୍ ଗୋଟିଏ ଅଭିଳାଷ ବା ଲକ୍ଷ୍ୟ ଠିକ୍ କରିବେ। ଆପଣ କ'ଣ ଚାହୁଁଛନ୍ତି, ସେଥିପାଇଁ ସ୍ପଷ୍ଟ ଲକ୍ଷ୍ୟ ନିର୍ଦ୍ଧାରଣ କରନ୍ତୁ। ଦୃଢ଼ ବିଶ୍ୱାସର ନିହାତି ଆବଶ୍ୟକ। ଏଥିନିମନ୍ତେ ଦୃଢ଼ ବିଶ୍ୱାସ ରଖନ୍ତୁ, ଆପଣଙ୍କର ସ୍ୱପ୍ନ ନିଶ୍ଚୟ ପୂରଣ ହେବ। ତାପରେ ଭିଜୁଆଲାଇଜେସନ୍ କରନ୍ତୁ। ଆପଣ କ'ଣ ଚାହୁଁଛନ୍ତି ତାକୁ ଠିକ୍ ଭାବେ ଦେଖନ୍ତୁ, ଅର୍ଥାତ୍ ତାହାର ଚିତ୍ର ମନରେ ରଖନ୍ତୁ। ନିୟମିତ ସକାରାତ୍ମକ କାର୍ଯ୍ୟ ବା ବାକ୍ୟ ଉଚ୍ଚାରଣ କରନ୍ତୁ, କାର୍ଯ୍ୟରେ ଲଗାନ୍ତୁ। କେବଳ ଚିନ୍ତା କଲେ ଚଳିବନି, ତାହାକୁ ବାସ୍ତବ ରୂପ ଦେବା ପାଇଁ ଉପଯୁକ୍ତ ପଦକ୍ଷେପର ଆବଶ୍ୟକତା ରହିଛି। ଏହା ହିଁ ପ୍ରଭୁ ହନୁମାନଙ୍କର ତନ୍ତ୍ର। 40 ଦିନ ପୂର୍ଣ୍ଣ ବ୍ରହ୍ମଚର୍ଯ୍ୟ ପାଳନ ପୂର୍ବକ ଠିକ୍ ବିଧିବିଧାନରେ ହନୁମାନ ଚାଳିଶା ପାଠ କରି ଓ ଆପଣଙ୍କ ଲକ୍ଷ୍ୟକୁ ଭିଜୁଆଲାଇଜେସନ୍ କରିବା ଉଚିତ ଓ କହିବା ଉଚିତ। ଏହାର ଉଦ୍ଦେଶ୍ୟ ଆପଣ ସବୁ କାର୍ଯ୍ୟରେ ଛୁଟି ନେଇ କେବଳ ହିଁ ଆପଣଙ୍କର ଲକ୍ଷ୍ୟ, ଆପଣଙ୍କର ଅଭିଳାଷ ଉପରେ ଫୋକସ୍ ଦେବେ। ଅନ୍ୟ କୌଣସି ଦିଗରେ ଆପଣଙ୍କର ଲକ୍ଷ୍ୟ ଭ୍ରଷ୍ଟ ହେବା ଉଚିତ ନୁହେଁ। ନହେଲେ ମ୍ୟାନିଫେଷ୍ଟେସନ୍ର ଏ ସର୍କଲ୍ ବା ମଣ୍ଡଳ କମ୍ପ୍ଲିଟ୍ ହେବ ନାହିଁ। ମଝିରେ ମଝିରେ ମନକୁ ଅନ୍ୟ ଦିଗରେ ଲଗାଇବେ ନାହିଁ, ଅର୍ଥାତ୍ ଆପଣ ଆପଣଙ୍କର ଲକ୍ଷ୍ୟରୁ ହଟିଯିବେ ନାହିଁ। ନିଜ ଭିତରେ ନିଜେ ଦୃଢ଼ ରହିବେ। ସାମାନ୍ୟ କଥାରେ ମନକୁ ଲକ୍ଷ୍ୟଭ୍ରଷ୍ଟ କରିବେ ନାହିଁ। କେବଳ ମୁଣ୍ଡରେ ଚିନ୍ତା ନ କରି ଏହାକୁ ଠିକ୍ ଭିତରେ ଚିନ୍ତା କରିବା ଦରକାର, ନହେଲେ ଲକ୍ଷ୍ୟଭ୍ରଷ୍ଟ ହୋଇଯିବ। ଆପଣଙ୍କର ମ୍ୟାନିଫେଷ୍ଟେସନ୍ କମ୍ପ୍ଲିଟ୍ ହେବ ନାହିଁ, ଆପଣଙ୍କ ଅଭିଳାଷ ପୂରଣ ହେବ ନାହିଁ। ମାତ୍ର ଲକ୍ଷ୍ୟ ପୂରଣ ହେବାର ଏକ ମ୍ୟାଜିକାଲ ଉପାୟ ହେଉଛି ମ୍ୟାନିଫେଷ୍ଟେସନ୍। ଏହାର ସଠିକ୍ ପ୍ରୟୋଗ ଓ କଠୋର ନିୟମ ସହ ନିଜର ଲକ୍ଷ୍ୟକୁ ଆପଣ ନିଶ୍ଚୟ ହାସିଲ କରିପାରିବେ, ଏଥିରେ ସନ୍ଦେହ ନାହିଁ। ଗୋଟିଏ ଅଭିଳାଷ ବା କାମନା କରୁ ଜାଣିଛନ୍ତି, ମ୍ୟାନିଫେଷ୍ଟେସନ୍ ହେଉଛି ଏକ ଇଚ୍ଛା ବା ବିଚାରକୁ ବାସ୍ତବ ରୂପ ଦେବାର ଏକ ପ୍ରକ୍ରିୟା, ସ୍ୱପ୍ନକୁ ସାକାର କରିବାର ଏକ ମାଧ୍ୟମ। ଯେତେବେଳେ ଆପଣ କୌଣସି ଜିନିଷ ବିଷୟରେ ଗଭୀର ଭାବେ ଚିନ୍ତା କରନ୍ତି, ତାହାକୁ ବାସ୍ତବ ରୂପ ଦେବାର ସମ୍ଭାବନା ବଢ଼ିଯାଏ। କେବଳ ଭାବନ୍ତୁନି, ମନରେ ଆମେ ଭାବି ଚାଲିବା ଏଇ ଜିନିଷଟି ମିଳିଯାଉ, ମାତ୍ର ଏଥିରେ ଏହା ରେଜଲ୍ଟ କିଛି ମିଳିନଥାଏ। ଆପଣଙ୍କ ମନରେ ଚିନ୍ତା କରିବା ସହିତ ଆପଣ ଆପଣଙ୍କର ନିଷ୍ଠା, ବିଶ୍ୱାସ ସବୁ ଏକତ୍ର ଲଗାଇଦେବେ। ଅର୍ଥାତ୍ ସ୍ପଷ୍ଟ ଭାବେ କହିବାକୁ ଗଲେ ସଠିକ୍ ଗୋଟିଏ ଅଭିଳାଷ ବା ଲକ୍ଷ୍ୟ ଠିକ୍ କରିବେ। ଆପଣ କ'ଣ ଚାହୁଁଛନ୍ତି, ସେଥିପାଇଁ ସ୍ପଷ୍ଟ ଲକ୍ଷ୍ୟ ନିର୍ଦ୍ଧାରଣ କରନ୍ତୁ। ଦୃଢ଼ ବିଶ୍ୱାସର ନିହାତି ଆବଶ୍ୟକ। ଏଥିନିମନ୍ତେ ଦୃଢ଼ ବିଶ୍ୱାସ ରଖନ୍ତୁ, ଆପଣଙ୍କର ସ୍ୱପ୍ନ ନିଶ୍ଚୟ ପୂରଣ ହେବ। ତାପରେ ଭିଜୁଆଲାଇଜେସନ୍ କରନ୍ତୁ। ଆପଣ କ'ଣ ଚାହୁଁଛନ୍ତି ତାକୁ ଠିକ୍ ଭାବେ ଦେଖନ୍ତୁ, ଅର୍ଥାତ୍ ତାହାର ଚିତ୍ର ମନରେ ରଖନ୍ତୁ। ନିୟମିତ ସକାରାତ୍ମକ କାର୍ଯ୍ୟ ବା ବାକ୍ୟ ଉଚ୍ଚାରଣ କରନ୍ତୁ, କାର୍ଯ୍ୟରେ ଲଗାନ୍ତୁ। କେବଳ ଚିନ୍ତା କଲେ ଚଳିବନି, ତାହାକୁ ବାସ୍ତବ ରୂପ ଦେବା ପାଇଁ ଉପଯୁକ୍ତ ପଦକ୍ଷେପର ଆବଶ୍ୟକତା ରହିଛି। ଏହା ହିଁ ପ୍ରଭୁ ହନୁମାନଙ୍କର ତନ୍ତ୍ର। 40 ଦିନ ପୂର୍ଣ୍ଣ ବ୍ରହ୍ମଚର୍ଯ୍ୟ ପାଳନ ପୂର୍ବକ ଠିକ୍ ବିଧିବିଧାନରେ ହନୁମାନ ଚାଳିଶା ପାଠ କରି ଓ ଆପଣଙ୍କ ଲକ୍ଷ୍ୟକୁ ଭିଜୁଆଲାଇଜେସନ୍ କରିବା ଉଚିତ ଓ କହିବା ଉଚିତ। ଏହାର ଉଦ୍ଦେଶ୍ୟ ଆପଣ ସବୁ କାର୍ଯ୍ୟରେ ଛୁଟି ନେଇ କେବଳ ହିଁ ଆପଣଙ୍କର ଲକ୍ଷ୍ୟ, ଆପଣଙ୍କର ଅଭିଳାଷ ଉପରେ ଫୋକସ୍ ଦେବେ। ଅନ୍ୟ କୌଣସି ଦିଗରେ ଆପଣଙ୍କର ଲକ୍ଷ୍ୟ ଭ୍ରଷ୍ଟ ହେବା ଉଚିତ ନୁହେଁ। ନହେଲେ ମ୍ୟାନିଫେଷ୍ଟେସନ୍ର ଏ ସର୍କଲ୍ ବା ମଣ୍ଡଳ କମ୍ପ୍ଲିଟ୍ ହେବ ନାହିଁ। ମଝିରେ ମଝିରେ ମନକୁ ଅନ୍ୟ ଦିଗରେ ଲଗାଇବେ ନାହିଁ, ଅର୍ଥାତ୍ ଆପଣ ଆପଣଙ୍କର ଲକ୍ଷ୍ୟରୁ ହଟିଯିବେ ନାହିଁ। ନିଜ ଭିତରେ ନିଜେ ଦୃଢ଼ ରହିବେ। ସାମାନ୍ୟ କଥାରେ ମନକୁ ଲକ୍ଷ୍ୟଭ୍ରଷ୍ଟ କରିବେ ନାହିଁ। କେବଳ ମୁଣ୍ଡରେ ଚିନ୍ତା ନ କରି ଏହାକୁ ଠିକ୍ ଭିତରେ ଚିନ୍ତା କରିବା ଦରକାର, ନହେଲେ ଲକ୍ଷ୍ୟଭ୍ରଷ୍ଟ ହୋଇଯିବ। ଆପଣଙ୍କର ମ୍ୟାନିଫେଷ୍ଟେସନ୍ କମ୍ପ୍ଲିଟ୍ ହେବ ନାହିଁ, ଆପଣଙ୍କ ଅଭିଳାଷ ପୂରଣ ହେବ ନାହିଁ। ମାତ୍ର ଲକ୍ଷ୍ୟ ପୂରଣ ହେବାର ଏକ ମ୍ୟାଜିକାଲ ଉପାୟ ହେଉଛି ମ୍ୟାନିଫେଷ୍ଟେସନ୍। ଏହାର ସଠିକ୍ ପ୍ରୟୋଗ ଓ କଠୋର ନିୟମ ସହ ନିଜର ଲକ୍ଷ୍ୟକୁ ଆପଣ ନିଶ୍ଚୟ ହାସିଲ କରିପାରିବେ, ଏଥିରେ ସନ୍ଦେହ ନାହିଁ। ନିଷ୍ଠା, କଠୋର ବିଶ୍ୱାସ ଓ ଦୃଢ଼ ସଂକଳ୍ପ ନେଇ ଗୋଟିଏ ନିର୍ଦ୍ଦିଷ୍ଟ ଲକ୍ଷ୍ୟରେ ଏ ମ୍ୟାନିଫେଷ୍ଟେସନ୍ କରନ୍ତୁ। ମାତ୍ର ପ୍ରଥମେ ନିଜକୁ ନିଜେ ପରଖନ୍ତୁ, ଏହି ଗୋଟିଏ ଲକ୍ଷ୍ୟ ପାଇବା ପାଇଁ ଆପଣ ସଂକଳ୍ପବଦ୍ଧ ତ? ମାତ୍ର ଯଦି ଅନ୍ୟ କିଛି ଦିଗରେ ମୁଣ୍ଡ ହଟିଯାଏ ବା ଅନ୍ୟ କୌଣସି କଥାରେ ଲକ୍ଷ୍ୟ ଭ୍ରଷ୍ଟ ହୁଏ,
ତେବେ ମ୍ୟାନିଫେଷ୍ଟେସନ୍ ଏ ଦିଗରେ ପୂର୍ଣ୍ଣତା ଦେବ ନାହିଁ। ଆପଣ ଏସବୁ ହିଁ ଜାଣିପାରିବେ, ବାହାର ଲୋକ ଏକଥା ଜାଣିପାରିବେ ନାହିଁ। କାରଣ ଲକ୍ଷ୍ୟଭ୍ରଷ୍ଟ ହେଲେ 40 ଦିନର ସଂକଳ୍ପ ଆପଣଙ୍କର ପୂର୍ଣ୍ଣତା ଲାଭ କରିବ ନାହିଁ। ଜୀବନରେ ଆପଣଙ୍କର ଲକ୍ଷ୍ୟ, ଆପଣଙ୍କର ଶକ୍ତି, ଆପଣଙ୍କ ଶରୀରର ଡାଇମେନସନ୍ ଯଦି ଗୋଟିଏ ରେଖାରେ ଯିବ ଓ 40 ଦିନର ସଂକଳ୍ପକୁ ଠିକ୍ ଭାବେ ନିଷ୍ଠା ସହକାରେ କାର୍ଯ୍ୟକାରୀ କରିବେ, ମହାମଣ୍ଡଳ ଯାହାକି 13 ବର୍ଷର ଲକ୍ଷ୍ୟ ଆଜି ହିଁ ପୂରଣ ହେବ। ଆପଣଙ୍କର ପିଲାବେଳେ କ'ଣ ଆପଣ ଚିନ୍ତା କରିଥିଲେ କିମ୍ବା 5-6 ବର୍ଷ ପୂର୍ବରୁ କ'ଣ ଚିନ୍ତା କରିଥିଲେ, ସେ ଜୀବନ ଆଜି ଆପଣଙ୍କ ଆଖି ସାମ୍ନାରେ। ଆଜି ଆପଣ ସେ ଜୀବନରେ ବଞ୍ଚୁଛନ୍ତି, ମାତ୍ର ତାହା ଆପଣଙ୍କୁ ଭୁଲି ଯାଇଛନ୍ତି। ଅର୍ଥାତ୍ ଆପଣ ଆପଣଙ୍କ କଥାକୁ ଭୁଲି ଯାଇଛନ୍ତି, ମାତ୍ର ଆଜି ହିଁ ଆପଣ ସେହି ଅବସ୍ଥାରେ ଅଛନ୍ତି। ଅର୍ଥାତ୍ ଆପଣ ଯାହାକୁ ଅତି ଗଭୀର ବା ନିଷ୍ଠା ଭାବେ ଯେଉଁ ଲାଇଫର କାମନା କରିଥିଲେ, ତାହା ଆଜି ହିଁ ଆପଣଙ୍କ ଜୀବନରେ ଘଟିଯାଇଛି। ତା ରିଫ୍ଲେକ୍ସନ୍ ହିଁ ଆଜିର ଜୀବନ। ଧରାଯାଉ ଆପଣ ଜଣେ ଆଇଏଏସ୍ ହେବାକୁ ଚାହୁଁଛନ୍ତି, ମାତ୍ର ଏହା ଆପଣଙ୍କର ନିଶ୍ଚୟ ଲକ୍ଷ୍ୟ ବା ଉଦ୍ଦେଶ୍ୟ ପୂର୍ବରୁ ହୋଇଥିଲା। ଆପଣଙ୍କର ମ୍ୟାନିଫେଷ୍ଟେସନ୍ ଥିଲା, ଯାହାଫଳରେ ଆଜି ଆପଣ ସେ ପଦବୀରେ ଅଛନ୍ତି। ଆପଣଙ୍କର ଲକ୍ଷ୍ୟ, ନିଷ୍ଠା, କର୍ମ ଆପଣଙ୍କୁ ଏ ସ୍ତରରେ ପହଞ୍ଚାଇଛି। ଆପଣ ଯଦି ଭୁଲ ମ୍ୟାନିଫେଷ୍ଟେସନ୍ କରନ୍ତି, ଆପଣ ଆଗାମୀ କର୍ମ ଭିତରେ ଷ୍ଟୋର ହୋଇଯିବେ। ଆଗାମୀ ଭବିଷ୍ୟତରେ ଯାହା ଘଟିବ, ତେଣୁ ଯଥାର୍ଥରେ କୁହାଯାଏ, ମ୍ୟାନ୍ ଇଜ୍ ଦ ମେକର ଅଫ୍ ହିଜ୍ ଓନ୍ ଫର୍ଚ୍ୟୁନ୍। ନିଜେ ନିଜର ଭାଗ୍ୟର ନିର୍ମାଣକର୍ତ୍ତା। ଯଦି ବର୍ତ୍ତମାନ ଦେଖୁଛନ୍ତି ତାର ପରିବର୍ତ୍ତନ, ଆପଣଙ୍କ ଚିନ୍ତା, ଲକ୍ଷ୍ୟ ସବୁ ଭ୍ରଷ୍ଟ ହୋଇଯାଉଛି, ପୂରଣ ହେଉନାହିଁ, ଏହା ହେଉଛି ଆପଣଙ୍କର ପୂର୍ବ କର୍ମ ଅର୍ଥାତ୍ ମ୍ୟାନିଫେଷ୍ଟେସନ୍। ଆପଣଙ୍କର ଚିନ୍ତାର ରେଜଲ୍ଟ। ଯଦି ସାଧନା, ମେଡ଼ିଟେଟ୍ ଓ ସ୍ପିରିଚୁଆଲିଟିରେ ରହିବେ ନା, କର୍ମ ସେପରି କିଛି ପ୍ରଭାବ ପକାଇ ପାରିବ ନାହିଁ। ଏଥିପାଇଁ ମ୍ୟାନିଫେଷ୍ଟେସନ୍ ଅତି ସହଜ ହୋଇଯିବ। ଭୁଲ ମ୍ୟାନିଫେଷ୍ଟେସନ୍ ଆପଣଙ୍କ କର୍ମରେ ଷ୍ଟୋର ହୋଇଯିବ, ଯାହାକି ଆପଣଙ୍କୁ ଏହା ଆଗରେ ହିଁ ପ୍ରଭାବ ପକାଇବ। ମାତ୍ର ପ୍ରକୃତିରେ ଯଦି କିଛି ମ୍ୟାନିଫେଷ୍ଟେସନ୍ କରୁଛନ୍ତି, 40 ଦିନରେ ଯେଉଁ ରାଉଣ୍ଡ ଦେଇ ବା ସଂକଳ୍ପ ଆପଣ ପୂରଣ କରନ୍ତୁ। ଆପଣଙ୍କର ଇଚ୍ଛା ପୂରଣ ନ ହେବ ଏପରି କିଛି କଥା ବା କାହାର ଶକ୍ତି ନାହିଁ। 40 ଦିନର ସଂକଳ୍ପ ପୂରଣ କରନ୍ତୁ। ନିଜର ଚିନ୍ତାକୁ ଅତି ଗଭୀର ଭାବେ ବିଚାର କରନ୍ତୁ, ତାକୁ କାର୍ଯ୍ୟରେ ଲଗାନ୍ତୁ ଏବଂ ତାହାର ନିଜର ପୂରଣ କରିବା ପାଇଁ ନିଜର ଜାନ୍ ଲଗାଇ ଦିଅନ୍ତୁ। ଏହା କରିବା ପାଇଁ ନିଜର ପେସେନ୍ସ ରହିବା ଦରକାର। ଏହା 40 ଦିନରେ ହୋଇପାରେ କିମ୍ବା କିଛି ବର୍ଷ, କିଛି ମାସ ମଧ୍ୟ ହୋଇପାରେ। ଏହା ଯୋଗୀ ଉପାୟ। ପ୍ରଭୁ ହନୁମାନ ରାମଚନ୍ଦ୍ର ଯେଉଁ ବନବାସ କରିଥିଲେ, 14 ବର୍ଷ ବନବାସ କରିଥିଲେ। ମହାଭାରତ ଯୁଦ୍ଧ 13 ଦିନର ଥିଲା। ମାତ୍ର ଏହା ହେଉଛି କେବଳ ମଣ୍ଡଳ ବା କେବଳ ମହାମଣ୍ଡଳକୁ ଆପ୍ରୋଚ୍ କରିବା ନିମନ୍ତେ ଏହା ହିଁ ରିଆଲିଟି। ଏହାର ଉତ୍ତରରେ ହଁ ହିଁ ଖୋଜି ପାଇବେ। କଳ୍ପ ମଣ୍ଡଳ ମ୍ୟାନିଫେଷ୍ଟେସନ୍ ଆପଣଙ୍କ ନ୍ୟୁରୋଲୋଜିକାଲ ପାର୍ଟରେ ଡିପ୍ଲି ରହିଲେ ପୁରା ମଣ୍ଡଳର ବା ପ୍ରଭାବ ଆପଣଙ୍କର କାମରେ ହୋଇଯିବ। ଧରାଯାଉ ଆପଣଙ୍କ ହାତରେ ସାର୍କଲ ବା ମଣ୍ଡଳ ଅର୍ଥାତ୍ ନିର୍ଦ୍ଦିଷ୍ଟ ସମୟସୀମା। ନ୍ୟୁରୋଲୋଜିକାଲ ପାଟର୍ନ ଯଦି ଆପଣଙ୍କ ଭିତରେ ଡିପ୍ଲି ରହିବ ନା, ପୁରା ମଣ୍ଡଳର ପ୍ରଭାବରେ ଆପଣଙ୍କର କାର୍ଯ୍ୟ ହୋଇଯିବ। ଯଦି ଧରାଯାଉ ଆପଣଙ୍କ ହାତରେ କିଛି ସୂତା ବାନ୍ଧୁଛନ୍ତି ବା ଧାଗା ବାନ୍ଧୁଛନ୍ତି, 40 ଦିନ ଭିତରେ ବାହାର କରିଦେବା ଉଚିତ। କାରଣ 40 ଦିନ ଭିତରେ ତା ଦେହରେ ଆଉ ଏନର୍ଜି ଫ୍ଲୋ ହୁଏ ନାହିଁ। କାରଣ ଏବେ ବି ଏହା ହେଉଛି ବୃକ୍ଷର ଅଂଶରେ ତିଆରି। ଯୋଗ କଲଚରରେ ଏହା ଅଛି। ଆପଣ ଆଜି ଜାଣନ୍ତୁ, ଆପଣ ଆଉ ଜଣକୁ କହିବେ ଏହା ଆମ କଲଚର। ଏହା ଅନେକ ବିଶ୍ୱାସ କରି ନ ପାରନ୍ତି, କାରଣ ବିନା ଏକ୍ସପିରିଏନ୍ସରେ ନ କଲେ ସେତେବେଳେ ଏହାର ସତ୍ୟତା ଆପଣ ଜାଣିପାରିବେ ନାହିଁ। ପ୍ରଭୁ ହନୁମାନଙ୍କର ଯେଉଁ ହନୁମାନ ଚାଳିଶା, 40 ଦିନର ସଂକଳ୍ପ ଭଳି ଆପଣ ଆପଣଙ୍କ ଜୀବନରେ ଏକ ସଂକଳ୍ପ ବା ନିର୍ଦ୍ଦିଷ୍ଟ ଲକ୍ଷ୍ୟରେ ମ୍ୟାନିଫେଷ୍ଟେସନ୍ କରନ୍ତୁ, ଭିଜୁଆଲାଇଜେସନ୍ କରନ୍ତୁ। ଆପଣ ନିଶ୍ଚୟ ତାହା କାର୍ଯ୍ୟକାରୀ ହେବ। ଆପଣଙ୍କର ଲକ୍ଷ୍ୟ ଅଚିରେ ପୂରଣ ହେବ, ତାହାକୁ କେହି ରୋକିପାରିବେ ନାହିଁ। ତେଣୁ ଏହି ଉପାୟ କରି ଆପଣଙ୍କୁ ଏହି ଭିଡ଼ିଓଟି ଯଦି ଭଲ ଲାଗେ, ଲାଇକ୍, ସେୟାର, କମେଣ୍ଟ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ରହୁଛି, ଧନ୍ୟବାଦ, ନମସ୍କାର।